ଓମ୍ ସାଇନାଥାୟ ନମଃ। ଓମ୍ ସାଇନାଥାୟ ନମଃ। ଆଜିର ସାଇ ସନ୍ଦେଶରେ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବାବାଙ୍କ ନିବାସ। ଲକ୍ଷ୍ମୀବାଇ ଏକ ଉଞ୍ଚକୋଳିନୀ ମହିଳା ଥିଲେ। ସେ ଦିନରାତି ଦ୍ୱାରିକାମୟରେ ବାବାଙ୍କର ସେବା କରୁଥିଲେ। ଭକ୍ତ ମହଲସାପତି ତାତ୍ୟ ଏବଂ ଲକ୍ଷ୍ମୀବାଇଙ୍କ ବ୍ୟତୀତ ରାତିରେ ମସଜିଦରେ ପାହାଚ ଚଢ଼ିବାର ସାହସ ଆଉ କାହାର ନଥିଲା। ଥରେ ସନ୍ଧ୍ୟା ସମୟରେ ଯେତେବେଳେ ବାବା ତାତ୍ୟାଙ୍କ ସହିତ ମସଜିଦରେ ବସିଥିଲେ, ଲକ୍ଷ୍ମୀବାଇ ଆସି ତାଙ୍କୁ ପ୍ରଣାମ କଲେ। ବାବା ତାଙ୍କୁ ଦେଖି କହିଲେ, ଲକ୍ଷ୍ମୀ, ମୁଁ ବଡ଼ ଭୋକିଲା ଅଛି। ଏତିକି ତାଙ୍କ ଶ୍ରୀମୁଖରୁ ବାହାରିଛି ନା? ଲକ୍ଷ୍ମୀବାଇ, ବାବା, ମୁଁ ସଙ୍ଗେ ସଙ୍ଗେ ରୁଟି ନେଇ ଆସୁଛି କହି ଏକମୁହାଁ ହୋଇ ଦୌଡ଼ିଲେ। ଅଳ୍ପ କିଛି ସମୟ ମଧ୍ୟରେ ରୁଟି ଓ ଶାଗଭଜା ଧରି ସେ ବାବାଙ୍କ ପାଖରେ ପହଞ୍ଚିଲେ। କିନ୍ତୁ ବାବା ତାକୁ ଗୋଟିଏ ଭୋକିଲା କୁକୁରକୁ ଦେଇଦେଲେ। ଏହା ଦେଖି ବିସ୍ମିତ ଲକ୍ଷ୍ମୀବାଇ କହିଲେ, ବାବା, ଏ କ'ଣ? ମୁଁ ଏତେ ଶୀଘ୍ର ଯାଇ ନିଜ ହାତରେ ଆପଣଙ୍କ ପାଇଁ ରୁଟି କରି ଆଣିଲି, ଆଉ ଆପଣ ନିଜେ ନ ଖାଇ ସବୁତକ କୁକୁରକୁ ଦେଇଦେଲ? ଏମିତି ଯଦି କରିବାର ଥିଲା ମୋତେ କାହିଁକି କୁହାଉଥିଲ, କଷ୍ଟ ଦେଉଥିଲ? ବାବା କହିଲେ, ଆରେ ଝିଅ, ବୃଥା ଦୁଃଖ କର ନାହିଁ ମା। କୁକୁର ହେଉଛି କ୍ଷୁଧା ମୋତେ ଶାନ୍ତ କରିବାର, ତୃପ୍ତ କରିବା ସହ ସମାନ ଅଟେ। କୁକୁର ମଧ୍ୟ ମୋର ଆତ୍ମା ଅଟେ। ପ୍ରାଣୀ ଭିନ୍ନ ଭିନ୍ନ ଆକୃତି ଓ ପ୍ରକାରର ହୋଇପାରନ୍ତି। ସେମାନେ ମଧ୍ୟରେ ଅନେକ ପ୍ରକାର ସ୍ୱର ରହିପାରେ। କିଏ ମୂଳ ହୋଳପାରେ, କିନ୍ତୁ କ୍ଷୁଧା ସମସ୍ତଙ୍କର ଏକ ସଦୃଶ ଅଟେ। ତୁମେ ଏହାକୁ ସତ୍ୟ ବୋଲି ମାନିନିଅ କି? ଯିଏ କ୍ଷୁଧା ଦୂରକୁ ଭୋଜନ କରାଏ, ଯଥାର୍ଥରେ ସେ ମୋତେ ହିଁ ଭୋଜନ କରାଏ। ଏହା ଅକାଟ୍ୟ ସତ୍ୟ। ଏହି ସାଧାରଣ ଘଟଣା ଦ୍ୱାରା ବାବା ଏକ ମହାନ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କଲେ ଯେ କାହାର ଭାବନାକୁ କଷ୍ଟ ନ ଦେଇ କିପରି ନିତ୍ୟ ବ୍ୟବହାର ତାଙ୍କ ପ୍ରୟୋଗ କରାଯାଇପାରେ। ଏହି ଘଟଣା ପରେ ଲକ୍ଷ୍ମୀବାଇ ପ୍ରତିଦିନ ବଡ଼ ଶ୍ରଦ୍ଧା ଭକ୍ତିର ସହ ବାବାଙ୍କୁ କ୍ଷୀର ରୁଟି ଆଣି ଦେଉଥିଲେ। ବାବା ତାକୁ ବଡ଼ ସନ୍ତୋଷରେ ଗ୍ରହଣ କରୁଥିଲେ ଓ ଆଉ କିଛି ବାଇଙ୍କ ହାତରେ ରାଧାକୃଷ୍ଣ ମାଇଙ୍କ ପାଖକୁ ପଠାଇ ଦେଉଥିଲେ। ରାଧାକୃଷ୍ଣ ମାଇ ବଡ଼ ଶ୍ରଦ୍ଧା ଓ ପ୍ରେମରେ ବାବାଙ୍କର ଉଚ୍ଛିଷ୍ଟକୁ ପ୍ରସାଦ ମନେକରି ସେବନ କରୁଥିଲେ। ଏଠାରେ ବର୍ଣ୍ଣନା ଓ ରୁଟି କଥାକୁ ଅପ୍ରାସଙ୍ଗିକ ମନେ କରିବା ଉଚିତ ନୁହେଁ। ଏଥିରେ ପ୍ରମାଣିତ ହୁଏ ଯେ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବାବା ନିବାସ କରନ୍ତି। ସେ ସର୍ବବ୍ୟାପୀ, ଜନ୍ମ ମୃତ୍ୟୁର ଊର୍ଦ୍ଧ୍ୱରେ ଏବଂ ଅମର। ବାବା ଲକ୍ଷ୍ମୀବାଇଙ୍କର ସେବାକୁ ସର୍ବଦା ସ୍ମରଣ ରଖିଥିଲେ। ପ୍ରକୃତରେ ତାଙ୍କୁ ଭୁଲି ପାରିଥାନ୍ତେ ବା କିପରି? ଦେହତ୍ୟାଗ କରିବାର ଠିକ୍ ପୂର୍ବରୁ ବାବା ତାଙ୍କ କଫନି ମୁଣାରେ ହାତ ପୂରାଇ ଏବଂ ପ୍ରଥମ 5ଟି ଓ ପଥର ଆଉ 4ଟି ଏପରି ମୋଟ 9ଟା ମୁଦ୍ରା ଲକ୍ଷ୍ମୀବାଇଙ୍କୁ ଦେଲେ। ଏହି 9 ସଂଖ୍ୟା ଏହି ଗ୍ରନ୍ଥର ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣିତ ନବବିଧ ଭକ୍ତିର ସୂଚନା, ଅର୍ଥାତ୍ ସମଲଗ୍ନ ସମୟରେ ପ୍ରଦତ୍ତ ଦକ୍ଷିଣା ବି ହୋଇପାରେ। ଲକ୍ଷ୍ମୀବାଇ ଏଇ ସୁସମ୍ପନ୍ନ ମହିଳା ଥିଲେ। ତାଙ୍କ ପାଇଁ ଟଙ୍କାର କୌଣସି ଆବଶ୍ୟକତା ନଥିଲା। ଏହି କାରଣରୁ ସମ୍ଭବତଃ ବାବା ଶ୍ରୀମଗତ ଗୀତାର ଏକାଦଶ ସ୍କନ୍ଧ ଦଶମ ଅଧ୍ୟାୟରେ 6ଠ ଶ୍ଲୋକ ପ୍ରତି ଆକର୍ଷିତ କଲେ, ଯେଉଁଥିରେ ଶ୍ରେଷ୍ଠ ଭକ୍ତିର 9ଟି ଲକ୍ଷଣ ବର୍ଣ୍ଣନା କରାଯାଇଛି। ସେଥିରେ ପ୍ରଥମ 5 ଏବଂ ପରେ 4ଟି ଲକ୍ଷଣ କ୍ରମଶଃ ପ୍ରଥମ ଏବଂ ଦ୍ୱିତୀୟ ଚରଣରେ ଉଲ୍ଲେଖ କରାଯାଇଛି। ବାବା ମଧ୍ୟ ସେହି କ୍ରମର ପାଳନ କଲେ। ପ୍ରଥମେ 5 ଏବଂ ପରେ 4, ମୋଟ ହେଲା 9। କେବଳ 9 ଟଙ୍କା ନୁହେଁ, ବରଂ ତାର କେତେ ଗୁଣ ଟଙ୍କା ଲକ୍ଷ୍ମୀବାଇଙ୍କ ହାତରେ ଆସିଥିବା ଯାଇଥିବା, କିନ୍ତୁ ବାବାଙ୍କ ଦ୍ୱାରା ପ୍ରକାର 9ଟାକୁ ସେ ସର୍ବଦା ସ୍ମରଣ ରଖିଥିଲେ। ବାବା ସର୍ବଦା ଜାଗ୍ରତ ଏବଂ ପୂର୍ଣ୍ଣ ଚେତନା ରହୁଥିଲେ ଏବଂ ଅନ୍ତିମ ସମୟରେ ମଧ୍ୟ ପୂର୍ଣ୍ଣ ସାବଧାନ ସହକାରେ କାର୍ଯ୍ୟ କରେ। ଶେଷ ସମୟରେ ସେ ସମସ୍ତଙ୍କୁ ସେଠାରେ ଚାଲିଯିବାର ନିର୍ଦ୍ଦେଶ ଦେଲେ। ଚିନ୍ତାରେ ବୁଡ଼ି ରହିଥିବା କାକା ସାହେବ ବୁଟି ଏବଂ ଅନ୍ୟ ଭକ୍ତଜଣ, ଯେଉଁମାନେ ସଦାସର୍ବଦା ମସଜିଦରେ ବାବାଙ୍କର ସେବାରେ ଉପସ୍ଥିତ ରହୁଥିଲେ,
ସେମାନଙ୍କ ମଧ୍ୟରୁ ବାବା ୱାର୍ଡକୁ ଯାଇ ଭୋଜନ କରି ଆସିବାକୁ କହିଲେ। ଏପରି ଅବସ୍ଥାରେ ବାବାଙ୍କୁ ଏକୁଟିଆ ଛାଡ଼ିବାକୁ କିଏ ଚାହୁଁନଥିଲେ, କିନ୍ତୁ ତାଙ୍କର ଆଦେଶ ଉଲ୍ଲଂଘନ କରିବା ମଧ୍ୟ ସମ୍ଭବ ନଥିଲା। ଏଥିଯୋଗୁଁ ଉଚିତ ମନେ ନ କରି ମଧ୍ୟ ଉଦାସ ଏବଂ ଦୁଃଖରେ ସେମାନେ ୱାର୍ଡକୁ ଯିବାକୁ ବାହାରିଲେ। ସେମାନେ ଜାଣିନଥିଲେ ଯେ ବାବାଙ୍କର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଏଣୁ ଏହି ସମୟରେ ତାକୁ ଏକୁଟିଆ ଛାଡ଼ି ଯିବା ଉଚିତ ନୁହେଁ। ଯାହା ହେଉ, ଭୋଜନ କରିବା ତ ବସିଲେ, କିନ୍ତୁ ସେମାନେ ମନ ଆଉ କେଉଁଠାରେ ବାବାଙ୍କଠାରେ ପାଖରେ ଥିଲା। ଭୋଜନ ସମାପ୍ତ ହୋଇନଥିଲା, ବାବାଙ୍କର ନଶ୍ୱର ଶରୀର ତ୍ୟାଗର ଖବର ପହଞ୍ଚିଗଲା। ଖାଇବା ଥାଳି ଛାଡ଼ି ସେମାନେ ଦୌଡ଼ି ଆସିଲେ। ମସଜିଦରେ ପହଞ୍ଚିଲା ବେଳକୁ ବାବାଙ୍କର ଚକ୍ଷୁ ମୁଦିତ ହୋଇଯାଇଛି। ବାୟାଜୀ ଅପା କୋଡ଼େଙ୍କ ପହଞ୍ଚିଲା ବେଳକୁ ବାବାଙ୍କର ଚକ୍ଷୁ ମୁଦିତ ହୋଇଯାଇଛି। କୋଳରେ ତାଙ୍କର ଶରୀର ଅନ୍ତିମ ବିଶ୍ରାମ ନେଉଛି। ନା ସେ ତଳେ ପଡ଼ିଥିଲେ, ନା ଶଯ୍ୟାରେ ଥିଲେ, ନା ତାଙ୍କର ନିଜ ଆସନରେ ବସିଥିଲେ ଏବଂ ନିଜ ହାତରେ ଭରା ଦେଇ ଏହି ମାନବ ଶରୀରକୁ ତ୍ୟାଗ କରିବାରେ ସନ୍ଥ ସ୍ୱୟଂ ଶରୀର ଧାରଣ କରନ୍ତି ତଥା କୌଣସି ନିଶ୍ଚିତ ଉଦ୍ଦେଶ୍ୟ ନେଇ ଏହି ସଂସାରରେ ପ୍ରକଟ ହୁଅନ୍ତି ଏବଂ ଯେତେବେଳେ ସେ ଲକ୍ଷ୍ୟ ପୂର୍ଣ୍ଣ ହୋଇଯାଏ, ସେ ଯେଉଁ ସରଳତା ଓ ଆକସ୍ମିକତାର ସହ ପ୍ରକଟ ହୋଇଥିଲେ ସେହିପରି ଲୀନ ହୋଇଯାଆନ୍ତି। ଓଁ ଶାନ୍ତି, ଓଁ ଶାନ୍ତି। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା, ଆପଣମାନେ ସାଇବାବାଙ୍କ କୃପାରୁ ସବସ୍କ୍ରାଇବ୍ ଓ ଲାଇକ୍ କରିବା ଆପଣମାନଙ୍କୁ ମୋର ଅନୁରୋଧ ରହୁଛି।